ଦେଖନ୍ତୁ ମୁଁ ଆପଣଙ୍କୁ ଯଦି ଆପଣ ଗଣମାଧ୍ୟମ ରେ ମୁଁ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛି ଯେ ବିଗତ 4 ବର୍ଷ ତଳେ ଆମେ ବିଭିନ୍ନ ପୋଷ୍ଟର ଧରି ଭୁବନେଶ୍ୱରରେ ଆମେ ଆନ୍ଦୋଳନ କରୁଥିଲୁ, ବିଭିନ୍ନ ଜାଗାରେ ଶୋଭାଯାତ୍ରା କରୁଥିଲୁ ଯେ ଆମେ ସଚେତନ କରୁଥିଲୁ ସରକାରଙ୍କୁ ଯେ ବିଭିନ୍ନ ବିଭିନ୍ନ ଗଳି କନ୍ଦିରେ ବିଭିନ୍ନ ଛକରେ ଶୌଚାଳୟ କରିବା ପାଇଁ କଲିକତା ସିଷ୍ଟମରେ ଶୌଚାଳୟ କରିବା ପାଇଁ, କାରଣ ପରିସ୍ରା କରିବା ପାଇଁ ସାଧାରଣ ଲୋକଟିଏ ପଥିକଟିଏ ମଧ୍ୟ ଝାଡ଼ା ଲାଗିଲେ ପରିସ୍ରା କଲେ ଲାଗିଲେ ସେ ବହୁତ ହଇରାଣ ହେଉଛନ୍ତି। କୋଉଠି ଶୌଚାଳୟ ପଚାରିକି ଯିବା ପର୍ଯ୍ୟନ୍ତ ସେ ତାକୁ ଝାଡ଼ା ହେଇଯାଉଛି। ଗଣତନ୍ତ୍ରର ଶ୍ରେଷ୍ଠ ମନ୍ଦିର ସଚିବାଳୟ, ଯୋଉଠି ରାଜ୍ୟର ବିଭିନ୍ନ ବର୍ଗଙ୍କର ସ୍ୱର ସେଠି ଶାଣିତ ହୁଏ ବା ସ୍ୱର ଉତ୍ତୋଳନ କରନ୍ତି, ସେ ହେଉଛି ଗାନ୍ଧୀ ମାର୍ଗ। ଗାନ୍ଧୀ ମାର୍ଗରେ ଆମେ ଦେଖୁଛନ୍ତି ବର୍ଷ ବର୍ଷ ଧରି ସେଠି ଧାରଣା ପ୍ରତିବାଦ ସଭା ଚାଲିଛି। ସେଠି ମହିଳାମାନେ ଆସୁଛନ୍ତି, ଆମେ ମହିଳାଙ୍କ ସମ୍ମାନ କଥା କହୁଛୁ, କିନ୍ତୁ ମହିଳାଙ୍କ ସମ୍ମାନ କି ସମ୍ମାନ? ଯୋଉ ମହିଳାମାନେ ତାଙ୍କ ହକ୍ ଜାହିର କରିବାକୁ ଆସୁଛନ୍ତି, ଯେ ତାଙ୍କର କିଛି ଦୁଃଖ ଜଣେଇବା ପାଇଁ ଆସୁଛନ୍ତି ସରକାରଙ୍କ ପାଖକୁ, ସେମାନେ ପରିସ୍ରା ଝାଡ଼ା ଯିବା ପାଇଁ ସେଠି ଜାଗା ନାହିଁ। ସେମାନେ ସେ କ୍ୱାର୍ଟର ସାଇଡରେ ପରିସ୍ରା କରିକି ଯେମିତି ବାତ୍ୟା କରିଦେଇଛନ୍ତି। ଯାତ୍ରା ଦେଖିଲେ ଯେମିତି ଯାତ୍ରା ଗଲେ ତମେ କମ ସେ କମ ଦେଖିବ ଗୋଟେ ଜାଗାରେ ଏତେ ପରିସ୍ରା କରିଥିବ ଯେମିତି ସୁଅ ଛୁଟୁଥିବ, ସେଇଭଳି ଗୋଟେ ସୁଅ ଛୁଟୁଛି। ଇଏ ଆଶ୍ଚର୍ଯ୍ୟ, ରାଜଧାନୀ ଭୁବନେଶ୍ୱର ଏଇ ଦୃଶ୍ୟ ଲଜ୍ଜା ଲାଗିବା କଥା। ପୁଣି ସେଇଠି ମୁଖ୍ୟମନ୍ତ୍ରୀଙ୍କ କ୍ୱାର୍ଟରଟା ଅଛି। ଆମ ଆଶ୍ଚର୍ଯ୍ୟ ଯେ ସେଠି ମହିଳା ମାନଙ୍କ ପରିସ୍ରା କରିବା ପାଇଁ ଗୋଟେ ଅସ୍ଥାୟୀ ଭାବେ ଶୌଚାଳୟ ନାହିଁ। ନା ନା, ସେଇ ଯୋଉ ଶୌଚାଳୟ ଅଛି ସିଏ କଣ ସମୁଦ୍ରକୁ ଶଙ୍ଖେ ଭଳିଆ ନା, ଆଉ ସିଏ ସେମିତି କଣ କରାଯାଏ? ଆମେ ସରକାର ବ୍ୟବସ୍ଥିତ ଭାବରେ ସବୁ କଥା କରିବା ଦରକାର। ଯଦି ଖାଲି ଏଠି ଗୋଟେ ଦଙ୍ଗା ହେଇଯାଏ, ଏତେ ପୋଲିସ ଜଗିଛନ୍ତି, ପୋଲିସ କାହିଁ ତାହେଲେ ଜଗା ହେଇଛି? କାଳେ ବିଧାନସଭା ଭିତରକୁ ପଶିଯିବେ। ଝାଡ଼ା ପରିସ୍ରା ଲାଗିଲେ ସେ କଣ ଦିଟା ଶୌଚାଳୟରେ 5,000 ଲୋକ ପଶିଯିବେ? ଆଶ୍ଚର୍ଯ୍ୟ। ତେଣୁ ଏ ପାଇଁ ଏବେ ସରକାର ଯୋଉ ତ ତିଆରି ହେଇଛନ୍ତି, ପୂର୍ବରୁ ଯୋଉ ସରକାର ଥିଲେ ସେ କଣ ଏ ପାଇଁ ଚିନ୍ତା କରିଥିଲେ? ନା ବର୍ତ୍ତମାନ ଯୋଉ ସରକାର ଅଛନ୍ତି ଚିନ୍ତା କଲେଣି? ଆପଣ ଗଣମାଧ୍ୟମରେ ସରକାରଙ୍କୁ ଅନୁରୋଧ, ବର୍ତ୍ତମାନ ମୋହନ ସରକାରଙ୍କୁ କମ ସେ କମ ଯେତେବେଳେ ରାଲି ଧାରଣା ହଉଛି, ଏଠି ଶୋଭାଯାତ୍ରା ପ୍ରତିବାଦ ସଭା ହଉଛି, ଗଣଧାରଣା ହଉଛି, ସେଠି କମ ସେ କମ ଅସ୍ଥାୟୀ ଶୌଚାଳୟ ଲଗାଇ ଦିଅନ୍ତୁ ଭାଇ। ଯେମିତି ଆପଣ ରଥଯାତ୍ରାରେ ଅସ୍ଥାୟୀ ଶୌଚାଳୟ ଲଗାନ୍ତି, ଏଠି ଅସ୍ଥାୟୀ ଶୌଚାଳୟ 10-50ଟା ଲଗେଇ ଦିଅନ୍ତୁ। ଲଗେଇଦେଲେ ଆ ଦ୍ୱାରା କଣ ହବ ନା, ମହିଳା ମାନେ ପରିସ୍ରା କଲେ ଯଦି ଇନଫେକ୍ସନ ହବ, ଗୋଟେ ଲୋକ ଏଠିକି ଆସିବ ଭୁବନେଶ୍ୱରର, ତାର ନିଜ ଦୁଃଖ ଜଣେଇବା ପାଇଁ ଏଠୁ ଗୋଟେ ରୋଗ ନେଇକି ଯିବ। ଯାହା ବି ହଉ, ମହିଳା ମାନେ, ମୁଁ କହିଲି ମହିଳା ମାନଙ୍କର ଆମେ ସୁରକ୍ଷାର କଥା କହୁଛନ୍ତି। ମହିଳା ମାନେ ଯଦି ଆମେ ସୁରକ୍ଷାର କଥା କହୁଛନ୍ତି, ଆଜି ପରିସ୍ରା ଯାଉଛନ୍ତି, ସେମାନେ ନିଜେ ସେଫ୍ ଫିଲ୍ କରିପାରୁନଥିବେ, କୋଉଠି ପରିସ୍ରା କରିବେ, କଣ କରିବେ, ଗାଡି ପଛପଟକୁ ପଳଉଛନ୍ତି। ମାନେ ଏତେ ମାନେ ସେ ଜାଗାଟା ଏତେ ଅସୁବିଧା ହେଇଛି ବର୍ତ୍ତମାନ ଝାଡ଼ା ପରିସ୍ରା ଯିବା ପାଇଁ। ଆପଣ ଖାଇବାକୁ ନ ଦିଅନ୍ତୁ, ସେ ତାଙ୍କର ହାତରୁ କିଣି ଖାଆନ୍ତୁ, କିନ୍ତୁ ଝାଡ଼ା ପରିସ୍ରା ପାଇଁ ଟିକେ ବ୍ୟବସ୍ଥା କରିଦିଅନ୍ତୁ ଆଜ୍ଞା। ତେଣୁ ଏ ସରକାରଙ୍କୁ ନିବେଦନ, ସେଠି ଅସ୍ଥାୟୀ ଶୌଚାଳୟ ହଉ ବରଂ କମ ସେ କମ 50-100 କରନ୍ତୁ।